ଶ୍ରୀ ଗଣେଶାୟ ନମଃ। କାର୍ତ୍ତିକ ମହାତ୍ମ୍ୟ ଶୁଣିବା ପୂର୍ବରୁ ଆସନ୍ତୁ ଶ୍ରୀ ନାରାୟଣଙ୍କୁ ସ୍ତୁତି କରିବା। ଜୟ ଜୟ ନାରାୟଣ ପ୍ରଭୁ ଭଗବାନ, କ୍ଷୀର ସିନ୍ଧୁ ମଧ୍ୟେ ସଦା ଅନନ୍ତ ଶୟନ, କଞ୍ଜ ଚରଣ ସେବନ୍ତୀ ଲକ୍ଷ୍ମୀ ଠାକୁରାଣୀ, ସରସ୍ୱତୀ ପାଶେ କରୁଥାନ୍ତି ବୀଣା ଧ୍ୱନି, ନାଭିଦେଶୁ ପଦ୍ମ ଗର୍ଭ ହୋଇଣ ଉତ୍ପତ୍ତି, ଚତୁର୍ମୁଖେ ବେଦ ଧ୍ୱନି ପାଠ କରୁଥାନ୍ତି, ଶ୍ରୀଚରଣ ନଖ ତଳେ ଗଙ୍ଗା ଦେବୀ ନିତ୍ୟ, ଧ୍ୱଜ ଅଙ୍କୁଶ ଚକ୍ରାଦି ଚିହ୍ନ ବିରାଜିତ, ଶଙ୍ଖ ଚକ୍ର ଗଦା ପଦ୍ମ ଭୁଜେ ଶୋଭା ପାଏ, ବକ୍ଷରେ କୌସ୍ତୁଭ ମଣି ସଦା ଝୁଲୁଥାଏ, ଶ୍ରୀବତ୍ସ ଲାଞ୍ଛନ ଚିହ୍ନ ଯେ ଦୃଷ୍ଟି ଗୋଚର, ଏଡ଼େ ମହିମା ପ୍ରଭୁ କରୁଣା ସାଗର, କଟି ତଟେ ପୀତାମ୍ବର ହୃଦେ ବୈଜୟନ୍ତୀ, ଶିରରେ ରତ୍ନ ମୁକୁଟ ବାଳର ବିକାନ୍ତି, ଚତୁର୍ଦ୍ଧା ମୂରତି ଆହେ ଶ୍ରୀ ପୁରୁଷୋତ୍ତମ, ସଚ୍ଚିଦାନନ୍ଦ ଚିନ୍ମୟ ପ୍ରଭୁ ସର୍ବକ୍ଷମ, ଗୌରବ ଗଞ୍ଜନ ଆହେ ସତ୍ୟ ସନାତନ, ବୈକୁଣ୍ଠ ବିହାରୀ ଦେବ ଦୁରିତ ନାଶନ, ପାପ ତାପ ହାରି ତୁମ୍ଭେ ଅବ୍ୟକ୍ତ ଚିନ୍ତ୍ୟ, ମୁକୁନ୍ଦ ମୁରାରି ଦଇ ତାରି ପଦ୍ମନେତ୍ର, ହର୍ତ୍ତା କର୍ତ୍ତା ଧ୍ୟାନ ଧ୍યેୟ ସ୍ୱାହା ସର୍ବରୂପୀ, ସୃଷ୍ଟି ସ୍ଥିତି ସୂକ୍ଷ୍ମ ସ୍ଥୂଳ ତୁମ୍ଭେ ସର୍ବବ୍ୟାପୀ, ଅନନ୍ତ କୋଟି ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୁମ୍ଭ ଲୋମ କୂପେ ପ୍ରଭୁ ସଦା ବିରାଜଇ, ଅନନ୍ତ ଅଙ୍କରେ ଯୋଗ ନିଦ୍ରା ପ୍ରଭୁ ଯାଇ, ଚିନ୍ତିଲ ସୃଷ୍ଟି ସର୍ଜନା ଭିଆଇବା ପାଇଁ, ଅଙ୍ଗମଳିରୁ ମେଦକା ସୁର ମୁଷ୍ଟି କରି, ତା ଶରୀରେ ମେଦିନୀ ଗଢ଼ିଲ ଦଇତ୍ୟାରି, ଅଥୟ ହୋଇଲା ଯେଣୁ ମେଦିନୀ ଜଳରେ, ଲୋମ ଉପାଡ଼ିଣ କିଳା ଖଞ୍ଜିଲ ତହିଁରେ, ସୃଷ୍ଟି ଭିଆଣ ଦାୟିତ୍ୱ ବେଦ କରି ଦେଇ, ପାଳନ ଦାୟିତ୍ୱ ନିଜେ ବହନ କରଇ, ସଂହାର ଲୀଳାକୁ ସଂକର୍ଷଣେ ଅର୍ପିତେଇ, ପିଣ୍ଡ ବ୍ରହ୍ମାଣ୍ଡକୁ ଏକାକାର କଲ ସାଇଁ, ସାଗର ରେଣୁ କେହୁ ସଂଖ୍ୟା କରିପାରିବ, ତୁମ୍ଭର ମହିମା ତାଠୁ ବଳି ଅସମ୍ଭବ, କେବଳ ନାମକୁ କରି ପାରିଲେ ଆଶ୍ରୟ, ସଂସାର ସାଗରୁ ଦୂର ହୁଏ ଭବ ଭୟ, ନାରାୟଣ ନାମ
ପ୍ରିୟ ଜାମିଳ ନିଶ୍ଚିନ୍ତରେ ଚଳିଗଲା ସେ ବୈକୁଣ୍ଠପୁର। ନାମ ଜପ କରି ଯୋଗୀ ଋଷି ଦିବାରାତ୍ରି ତୁମ୍ଭର ସାନ୍ନିଧ୍ୟ ଲାଭ ଭବେ କରିଥାନ୍ତି। ନାମର ମହାତ୍ମ୍ୟ ବର୍ଣ୍ଣି ବାକୁ ଅସମର୍ଥ ସେ ନାମକୁ ଗଳାମାଳି କରିବା ଯଥାର୍ଥ। ତୁମ୍ଭେ ପ୍ରଭୁ କୃପା ନେତ୍ରେ ଚାହିଁଥିବ ଯହିଁ ତୁମ୍ଭ ପ୍ରେମ ତା ହୃଦୟେ ଉଦୟ ହୋଇ। ଏ ପିଣ୍ଡରେ ପ୍ରାଣ ଥିବା ଯାଏ ବିଶ୍ୱପତି ନାମ ସଂଖ୍ୟା କରି ମୋର କାଳ ଯାଉଁ ବିତି। ଚରଣେ ଶରଣ ଗଲି आहे ନାରାୟଣ କରୁଣା ଏତିକି କର ଅଳି କରେ ଦୀନ। କାର୍ତ୍ତିକ ମହାତ୍ମ୍ୟ ପଞ୍ଚଦଶ ଅଧ୍ୟାୟ ତୁଳସୀ ମହିମା ବର୍ଣ୍ଣନ। ନାରଦ ଉବାଚ କ୍ଷିପ୍ତେଭ୍ୟस्तत्र ନିଜେଭ୍ୟଃ ବନସ୍ତୁତ୍ୟାୟବନ୍ ଧାତ୍ରୀ च ମାଳତୀ चैव ତୁଳସୀ च ନୃପୋତ୍ତମା। କହନ୍ତି ନାରଦ ମୁନି ପୃଥୁରାୟ ଶୁଣ ବିଷ୍ଣୁଙ୍କ ସମୀପେ ଯାଇ ଉଭା ଦେବ ଗୁଣ। ତିନି ଦେବୀଙ୍କର ଦେଇଥିବା ତିନି ମଞ୍ଜି ଚତୁଃପାର୍ଶ୍ୱେ ବୁଣି ଦେଲୁ ବିଷ୍ଣୁ ମନୋରଞ୍ଜି। ଶୀତଳ ଜଳ ନେଇଣ ଉପରେ ସିଞ୍ଚିଲେ ତହୁଁ ପରେ ଯେ ଯାହାର ପୁରେ ଯାଇ ହେଲେ। 5 ଦିନେ ମଞ୍ଜି ଫାଟି ଗଜା ଅଙ୍କୁରିଲା ବିଷ୍ଣୁ ଥିବା ସ୍ଥାନ ଗୋଟି ସୁନ୍ଦର ଦିଶିଲା। ଏଥୁ ଅନନ୍ତରେ ରାୟ ଶୁଣ ଦିବ୍ୟ ଜ୍ଞାନ କହିଦେବା ସେହି ତିନି ବୃକ୍ଷଙ୍କର ନାମ। ଯେ ବଣ ଅକ୍ଷରେ ଯେଉଁ ଦେବୀ ଯେ ଅଟନ୍ତି ସେହି ଅଂଶ ଘେନି ବୃକ୍ଷ ହେଲା ଉତ୍ତପତି। ରଜଗୁଣେ ସରସ୍ୱତୀ ଅଂଶେ ଜାତ ହେଲା ସତ୍ୱଗୁଣେ ଉମା ଅଂଶେ ତୁଳସୀ ଜନ୍ମିଲା। ତମ ଗୁଣେ ରମା ଅଂଶେ ଜନ୍ମିଲା ମାଳତୀ। ଏହି ରୂପେ ତିନି ବୃକ୍ଷ ହେଲେ ଉତ୍ତପତି। ବିଷ୍ଣୁ ଦେବଙ୍କ ସନ୍ନିଧେ ତିନି ବନସ୍ପତି ମୂର୍ତ୍ତିମନ୍ତ ହୋଇ ବହୁ ଶୋଭା ପ୍ରକାଶନ୍ତି। ଯେ ବଣ ବୃକ୍ଷର ଯେଉଁ ବର୍ଣ୍ଣ ଯେ ଅଟଇ ତାହା ବୁଝାଇଣ ଦେବା ଶୁଣ ନର ସାଇଁ। ସରସ୍ୱତୀ ଅଂଶେ ଧାତ୍ରୀ ଶୁକ୍ଳ ବରନ କହନ୍ତି ନାରଦ ଶୁଣ ପୃଥୁ ନୃପରାଣ। ବର୍ତ୍ତୁଳ ଫଳ ତାହାର କ୍ଷୁଦ୍ର ଅଟେ ପତ୍ର ଦେଖିବାକୁ ସତେ କି ବରୁଣ ଦଣ୍ଡ ଛତ୍ର। ତେମନ୍ତ ପ୍ରକାରେ ବୃକ୍ଷ ଗୋଟି ଦିଶେ ଶୋଭା ଦେଖି କରି ବିଷ୍ଣୁଙ୍କର ମନ ଅତି ଲୋଭା। ଗୌରୀ ଅଂଶ ଘେନି ତୁଳସୀ ଉତ୍ତପନ ସାତ୍ವಿକ ଗୁଣ ଘେନି ସେ ହେଲା କୃଷ୍ଣ ବର୍ଣ୍ଣ। ଅତି ଅନ୍ତ ସୁନ୍ଦରତା ଦୁର୍ଲଭ ମଞ୍ଜରୀ ସୁବାସିତ ବାସନାରେ ବିଷ୍ଣୁ ମନୋହରି। ତମ ଗୁଣେ ଲକ୍ଷ୍ମୀ ଅଂଶେ ମାଳତୀ ଜନ୍ମିଲା ତୁଳସୀକୁ ଛାଡ଼ି କିଛି ଦୂରରେ ରହିଲା। ଯୋଗ ମାୟା ବଳେ ତିନି ଗୋଟି ବୃକ୍ଷ
ମର୍ତ୍ତ୍ୟପୁରେ ଉତ୍ପନ୍ନ ସେ ହୋଇଲେ ପ୍ରତ୍ୟକ୍ଷ। ବିଷ୍ଣୁଙ୍କ ସମୀପେ ଜାତ ହେଲେ ବୃକ୍ଷ ତିନି। ବିକଶିତ ହେଲେ ଯେଝା ଗୁଣ ମାନ ଘେନି। ଏକୁ ଏକ ଶୋଭା ସେହି ତିନି ବୃକ୍ଷଙ୍କର। ନବ ପଲ୍ଲବିତ ମନୋରମ ଶୋଭାକର। ସୁଗନ୍ଧ ଶୀତଳ ବାୟୁ କରି ପ୍ରବାହିତ। କରି ବିଷ୍ଣୁଙ୍କ ମନକୁ କଲେ ଉଲ୍ଲସିତ। କହନ୍ତି ନାରଦ ଶୁଣ ପୃଥୁ ନର ସାଇଁ। ସ୍ତମ୍ଭୀଭୂତରେ ବୃକ୍ଷକୁ ବିଷ୍ଣୁ ଥିଲେ ଧ୍ୟାଇ। ଅପୂର୍ବ ବନସ୍ପତି ତିନିଙ୍କି ନେତ୍ରେ ଦେଖି। ବିଷ୍ଣୁ ଆପଣା ମନରେ ହେଲେ ଅତି ସୁଖୀ। ତକ୍ଷଣେ ବେନି ବୃକ୍ଷ ଯେ ଦିବ୍ୟ ରୂପ ଧରି। ରହିବା ସ୍ଥାନରୁ ଅବହେଳେ ଅବତରି। ସେବେନି ଧାତ୍ରୀ ତୁଳସୀ ସଙ୍ଗତରେ ଘେନି। ବୈକୁଣ୍ଠକୁ ଚଳିଗଲେ ପ୍ରଭୁ ଚକ୍ରପାଣି। ଅରଣ୍ୟ ମଧ୍ୟେ ମାଳତୀ ରହିଲା ଏକାନ୍ତେ। ଅପେକ୍ଷା କରି ରହିଲା ବିଷ୍ଣୁଙ୍କ ନିମନ୍ତେ। ସେ ଧାତ୍ରୀ ତୁଳସୀ ବେନି ବୃକ୍ଷଙ୍କ ମହିମା। ଏକ ମନ ହୋଇ ତୁମେ ଶୁଣ ପୁଣ୍ୟତମା। ବିଷ୍ଣୁ ସେ ବେନିଙ୍କୁ ସଙ୍ଗେ ଘେନି ଗଲେ ଚଳି। ଅଚିନ୍ତାରେ ବୈକୁଣ୍ଠ ଭୁବନେ ଯାଇ ମିଳି। ସେ ତିନି ଜଣଙ୍କୁ ଦେଖି ବ୍ରହ୍ମାଦି ଦେବେ। ଶିବ ସହିତରେ ରୁଦ୍ର ଗଣ ମାନେ ସର୍ବେ। ଲକ୍ଷ୍ମୀଙ୍କୁ ଆଣିବା ଅର୍ଥେ ସିନ୍ଧୁ ଦେଶେ ଗଲେ। ସର୍ବଦେବେ ଲକ୍ଷ୍ମୀ ପାଦେ ନିଉଛାଳି ହେଲେ। କମଳ ଧ୍ୱଜର ଥରେ ଲକ୍ଷ୍ମୀଙ୍କି ବସାଇ। ବୈକୁଣ୍ଠପୁରକୁ ଘେନି ଗଲେ ବେଗ ହୋଇ। ବିଷ୍ଣୁଙ୍କୁ ଦେଖି ସବୁରି ମନ ଆନନ୍ଦିତ। ନମସ୍ତେ ନମିଲେ ବିଷ୍ଣୁଙ୍କର ପାଦଗତ। ଲକ୍ଷ୍ମୀଙ୍କୁ ବିଷ୍ଣୁଙ୍କ ପାଶେ କଲେ ସମର୍ପଣ। ଦର୍ଶନରେ ଆନନ୍ଦିତ ସବୁଙ୍କରି ମନ। ଦେବଗଣ ପରେ ତୋଷ ହୋଇ ନାରାୟଣ। ସାଦରେ ବୋଲନ୍ତି ତୁମ୍ଭେ ଶୁଣ ଦେବଗଣ। ତୁମ୍ଭ ଉପକାର ପାଇଁ ଜଳନ୍ଧର ପୁରେ। ଦିନ କଟାଇଲୁ ତହିଁ ବାଳକପଣରେ। ଘରଣୀ ତାହାର ନାମ ଅଟେ ବୃନ୍ଦାବତୀ। ଅହ୍ୟସୁଲକ୍ଷଣୀ ସେ ଯେ ଅଟେ ମହାସତୀ। ତାହାର ସତୀତ୍ୱ ବଳେ ଦୈତ୍ୟ ଜଳନ୍ଧର। ବାହୁବଳରେ ଜିଣିଲା 10 ଚାରିପୁର। ଆମ୍ଭେ ତାହାର ସତୀତ୍ୱ ନାଶ କରିଦେଲୁ। ତେଣୁ ମଲା ଜଳନ୍ଧର ପ୍ରମାଣ କହିଲୁ। ଜାଣି ଶୁଣି ଅପକର୍ମ କଲୁ ଯେ ସାକ୍ଷାତେ। ଯେ ବଣ କର୍ମ କରିବା ନୁହେଁ କଦାଚିତେ। ମୋର ଅପମାନେ ବୃନ୍ଦା ଅନଳେ ଝାସିଲା। ଆପଣାର ଶରୀରକୁ ଧ୍ୱଂସ କରିଦେଲା। ଆମ୍ଭ ଉପରକୁ ବୃନ୍ଦା ଦେଇଗଲା ଦୋଷ। ସେ ଘେନି ଆମ୍ଭ ମନରେ ହେଲା ଅସନ୍ତୋଷ। ତାହାର ଆତ୍ମା ଗୋଟିକ ଅନ୍ତରିକ୍ଷେ ଗଲା। ତ୍ରିଗୁଣକୁ ଘେନି ତିନି ଭାଗ ସେ ହୋଇଲା। ତାହା ଶରୀରେ ଥିଲା ଯେ ଯେଉଁ ତମ ଗୁଣ। ମହାଲକ୍ଷ୍ମୀର ଅଙ୍ଗରେ ଯାଇ ହେଲା ଲୀନ। ପୁଣ ତାର ଥିଲା ଯେଉଁ ରଜଗୁଣ ଭାବ।
ଶାରଦା ଅଙ୍ଗରେ ଯାଇ କଲା କଷେ ଠାବ। ସାତ୍ୱିକ ଗୁଣ ତାହାର ଗୌରୀ ଅଙ୍ଗରେ। ଏହି ରୂପେ ତିନି ଗୁଣ ତିନିଙ୍କ ଦେହରେ। ଯୋଗ ମାୟା ବଳେ ତିନି ବନସ୍ପତି ହୋଇ। ଆମ୍ଭର କ୍ରୋଧେ ସେମାନେ ସ୍ଥାବର ବୋଲାଇ। ବେଣୁ କରି ତାହାର ଯେ ପୂର୍ବ ଦୋଷ ନାହିଁ। ସେ କାରଣ ତାକୁ ମୁଁ ଅଙ୍ଗରେ ଥିବି ବହି। ସେହି ତିନି ବୃକ୍ଷମାନଙ୍କର ଯେଉଁ ଗୁଣ ଏକେ ଏକେ କରି କହିଦେବା ଏବେ ଶୁଣ। ସେମାନେ ଅଟନ୍ତି ମମ ଆତ୍ମା ସହ ଦ୍ୱିଜା। ଗୁଣ ଘେନି ନ ପାଇବେ ସର୍ବଲୋକେ ପୂଜା। ଏହି କଥା ଗୋଟିକି ଯେ ଯେଉଁ ଲୋକ ଜାଣି। ମୋ ପୂଜା ବିଧିରେ ଯତ୍ନେ ଯୋଗାଇବ ଆଣି। ଶରଧା ଚିତ୍ତେ ମୋତେ କରିବେ ସମର୍ପଣ। ତହିଁରେ ଯେ ଧର୍ମ ତାହା କହୁଅଛି ଶୁଣ। ଆମ୍ଭର ଅର୍ଥରେ ବନସ୍ପତି ତିନି ମୂର୍ତ୍ତି। ତିନି ଗୁଣ ଘେନି ମର୍ତ୍ତେ ହେଲେ ଉତ୍ପତ୍ତି। ତାଙ୍କୁ ଦେଖି ଯେଉଁ କୃତ୍ୟ କରଇ ଯେ ମୋହି। ସେ କଥା କହିବା ଏବେ ଶୁଣ ଶ୍ରୁତି ଦେଇ। ମାଳତୀ ଦେହରେ ଆମ୍ଭେ ତମ ଗୁଣ ଦେଖି। ସେ କାରଣୁ ବନରେ ଅଇଲୁ ତାକୁ ରଖି। ଆଜହୁଁ ସେ ଯେ ବନସ୍ଥ ମଧ୍ୟେ ଥିବ ରହି। ଆମ୍ଭେ ଯେ କାଳେ ଜନମ ହେବୁ ମର୍ତ୍ତ୍ୟ ଭୂଇଁ। ଜାତ ହୋଇ ନ ଯାଇ ରହିବୁ ଯଦୁ କୂଳେ। ବନେ କ୍ରୀଡ଼ା ବିନୋଦେ ବରଜସୁତା ମେଳେ। ସେ କାଳରେ ବିହାର ମୁଁ କରିବି ବିପିନେ। ମାଳତୀ ଲାଭ କରିବ ମୋତେ ସେହି ବନେ। ମାଳ କରି ତାହାକୁ ହୃଦରେ ଥିବୁ ଧରି। ତେଣୁ କରି ବନରେ ଅଇଲୁ ଛାଡ଼ି କରି। ଯେଉଁ ଜନ ମାଳତୀ କୁସୁମ ମାଳ ଗୁନ୍ଥି। ଆମ୍ଭର ପୂଜା ବିଧିରେ ସମର୍ପି ଦିଅନ୍ତି। ଏକ ମାଳା ଦେଲେ ଯଜ୍ଞେ କର ଫଳ ପାଇ। ମାଳତୀର ଧର୍ମ ଜାଣ ହେମନ୍ତ ଅଟଇ। ଏବେ ତୁଳସୀର ଧର୍ମ କଥା କହୁ ଶୁଣ। ସେ ବୃକ୍ଷ ଦେହରେ ଅଛି ସାତ୍ୱିକ ଲକ୍ଷଣ। ତ୍ରିଲୋକ ମଧ୍ୟେ ପ୍ରସିଦ୍ଧ ଅଟଇ ଯେ ସେହି। ମୋହର ସମାନ ଜାଣ ପୂଜା ବିଧି ପାଇ। ବିଶେଷ କାର୍ତ୍ତିକ ମାସେ ତୁଳସୀ ପୂଜନ। ସେହି ଲୋକ ଗୋଟି ଜାଣ ଜଗତରେ ଧନ୍ୟ। ଭକ୍ତି ଚିତ୍ତେ ତୁଳସୀକୁ ଆରାଧିବ ଯେହୁ। ତାଙ୍କର ଯେଉଁ ସୁକୃତ ଗୁଣ ଏବେ କହୁଁ। ଦ୍ୱାର ଦେଶରେ ରୋପିଣ ଯତନେ ପାଳିବ। ପ୍ରତିଦିନ ସେ ବୃକ୍ଷର ମୂଳେ ପାଣି ଦେବ। ଦିନ ବଞ୍ଚିବ ଚତୁର ବିଧି ପାପ ହରି। ମନ ବଚନରେ ଯେଉଁ ପାପ କରିଥିବ। ତୁଳସୀ ବୃକ୍ଷ ପୂଜନେ ସବୁ ନାଶ ଯିବ। ତୁଳସୀ ବୃକ୍ଷର ପତ୍ର ଗୋଟି ଘେନି ହସ୍ତେ। ଯେ ବଣ ଲୋକ ପୂଜା କରିବ ଶୁଦ୍ଧ ଚିତ୍ତେ। ସକଳ ବ୍ରତର ଫଳ ଲଭନ୍ତି ଯେ ସେହି। ସେ ଲୋକର ଅଙ୍ଗେ ପୁଣ୍ୟ ବାସ କରିଥାଇ। ସକଳ ତୀର୍ଥର ଧର୍ମ ଫଳ ପ୍ରାପ୍ତ ହେବ। ତୁଳସୀର ମହାତ୍ମ୍ୟ ଯେ କେ ମୁଖେ କହିବ।
ଯେ ବଣ ଲୋକଟି ଜଳ ଦାନ ଦେବ ନିତ୍ୟ, ଦିନେ ଦିନେ ପ୍ରାପତ ସେ ହୋଇଥାନ୍ତି ମୋତେ। ତୁଳସୀର ପ୍ରଦକ୍ଷିଣ କରେ ଯେଉଁ ଜନ, ଅନ୍ୟ ତୀର୍ଥରେ ତାହାର ନାହିଁ ପ୍ରୟୋଜନ। ତୁଳସୀର ପୂଜା ସେବା ଯେ ଜନ କରନ୍ତି, ଅଶେଷ କ୍ଷେତ୍ରର ଫଳ ତକ୍ଷଣେ ଲଭନ୍ତି। ବ୍ରହ୍ମ ହତ୍ୟା ଦୋଷ ଥିଲେ ହୋଇଯାଏ ଦୂର, ତୁଳସୀର ମହାତ୍ମ୍ୟ ଯେ ମନ୍ତ ପ୍ରକାର। ତୁଳସୀ ବୃକ୍ଷକୁ ଯେହୁ ପ୍ରଣାମ କରଇ, ତାହାର ସକଳ ପାପ ବିନାଶ ହୋଇ। ଶୁଣିଲ ତ ଦେବଗଣେ ଦେଇ ମନ କର୍ଣ୍ଣ, ନୀତି ପ୍ରତି ଯେହୁ କରେ ତୁଳସୀ ପୂଜନ। ଚଉରା କରି ତୁଳସୀ ରୋପି ଯତନରେ, ନୀତି ପ୍ରତି ଲେପନ ଯେ କରଇ ତହିଁରେ। ବ୍ରାହ୍ମ ମୁହୂର୍ତ୍ତରେ ବୃକ୍ଷ ମୂଳେ ଦିଏ ଜଳ, ଘୃତ ସଳିତାରେ ଦୀପ ଦିଏ ସନ୍ଧ୍ୟା କାଳ। ସେପରି ଲୋକଙ୍କୁ ଲକ୍ଷ୍ମୀ କ୍ଷଣେ ନ ଛାଡ଼ନ୍ତି, ଭୁଞ୍ଜଇ ସେ ସୁଖ ସିରି ଘେନି ପୁତ୍ର ପୌତ୍ରୀ। ତୁଳସୀ ବୃକ୍ଷ ନିକଟେ ଯେଉଁ ବାଡ଼ ଦେବ, ସେହି ବାଡ଼ ଗୋଟି ଜାଣ ଯେତେ ଦିନ ଥିବ। ସେତେ ଯୁଗ ବିଷ୍ଣୁପୁରେ ନିବାସ କରନ୍ତି, ମୋ ନିକଟେ ରହି ଦିବ୍ୟ କୈବଲ୍ୟ ଭୁଞ୍ଜନ୍ତି। ତୁଳସୀ ମୂଳରେ ଯେବେ ଥିବ ଅନ୍ୟ ଜଳ, ବାଛି ଦେଇ ଯତନରେ କରିବ ନିର୍ମଳ। ତାହାର ଦୁଷ୍କୃତ ମାନ ହୋଇବ ବିନାଶ, ଦେହ ଅନ୍ତେ କରଇ ଯେ ବିଷ୍ଣୁ ଲୋକେ ବାସ। ଆବର ପୁଣି ତୁଳସୀ ମୂଳରୁ ମୂର୍ତ୍ତିକା, ଯତନ କରି ଯେ ଘେନେ ଊର୍ଦ୍ଧ୍ୱ ପୁଣ୍ଡରିକା। ତାହାର ଶରୀରୁ ସର୍ବ କ୍ଲେଶ ହୁଏ କ୍ଷୟ, ରବି ପରକାଶ ହେଲେ ରାତ୍ର ଯେଉଁ ପ୍ରାୟ। ତୁଳସୀର ଜଳ କିବା କୋମଳ ମଞ୍ଜରୀ, ଅଥବା ଶୁଷ୍କ କାଠରେ ଥିବ ମାଳ କରି। କର୍ଣ୍ଣରେ ଅବା କଣ୍ଠରେ ଧରେ ଯେଉଁ ଜନ, ସେପରି ଲୋକ ଅଟନ୍ତି ମୋହର ସମାନ। ଯେ ବଣ ଗୃହରେ ଥିବ ତୁଳସୀ କାନନ, ସେ ଗୃହ ଦେଖି ଡରନ୍ତି ଯମଦୂତ ଗଣ। ତୁଳସୀ କାଷ୍ଠକୁ ନେଇ ଶିଳ ମଧ୍ୟେ ଘୋରି, ଯତନରେ ମୋହର ଯେ ପୂଜା ବିଧି କରି। ଘିଅ ବା ସେ କପାଳରେ ଘେନିବ ତିଳକ, ସିଦ୍ଧାନ୍ତ ବାକ୍ୟ ପ୍ରତ୍ୟକ୍ଷ ଦେବତା ସେ ଲୋକ। ଯେଉଁ ଜନ ଯେଉଁ ଦିଗେ ଯାଉ ଯାଉ ବାଗେ, ତୁଳସୀର ବୃକ୍ଷ ଯେବେ ଦେଖା ଦେବ ଆଗେ। ନେତ୍ର ଗୋଟି ତାହାର ଯେ ପବିତ୍ର ହୁଅଇ, ତାର ଅଙ୍ଗୁ ପାପ ତାପ ଯାଏ ଭସ୍ମ ହୋଇ। ଯେ ବଣ ଜନ ତୁଳସୀ ଛାୟାରେ ସଶ୍ରଦ୍ଧେ, ସନ୍ତୋଷ ଚିତ୍ତେ ଯେ ଦେବ ପିଣ୍ଡ ପିତୃ ଶ୍ରାଦ୍ଧେ। ସେପରି ଲୋକର ଯେ ସଗୋତ୍ର ସାତ କୂଳେ, ସମସ୍ତେ ଜାଇଣ ଯେ ବସନ୍ତି ବିଷ୍ଣୁ ଆଳେ। ତୁଳସୀ ନିକଟେ ମୃତ୍ୟୁ କାଳେ ଯେଉଁ ଜନ, ପାଦ ଉଦକ ଆଶାରେ କରନ୍ତି ଶୟନ। ସେ କାଳରେ ଯେବେ ତାର ପ୍ରାଣ ଛାଡ଼ି ଯିବ, ତାର ଆତ୍ମା ଗୋଟି ଆସି ମଙ୍ଗେ ମିଶିବ।
ମହାପାପୀ ଲୋକ ଯେବେ ଲଭିବ ମରଣ, ତାହାର ଯେ ମୁକ୍ତି ହାଦେ କହୁଅଛି ଶୁଣ। ଯତନ କରି ତୁଳସୀ କାଷ୍ଠ ଖଣ୍ଡେ ନେବ, ଦହନ କାଳରେ ତାକୁ ପକାଇଣ ଦେବ। ପାପୀ ଲୋକ ହେଲେ ମଧ୍ୟ ପାଇବ ମୁକ୍ତି, ଅନ୍ତିମେ ବୈକୁଣ୍ଠପୁରେ କରିବ ବସତି। ଆବର କହୁଛି ଶୁଣ ତୁଳସୀ ଚରିତ, ଜୀବନ କାଳରେ ଜାଣ ଯେଉଁ ବିଧି ମତ। ଦ୍ୱାଦଶୀ ସଂକ୍ରାନ୍ତି ଯେ ଚତୁର୍ଥୀ ସମ୍ପୂର୍ଣ୍ଣେ, ସନ୍ଧ୍ୟା ବେଳେ ଅଶୌଚେନ ତୋଳି ଏତେ ଦିନେ। ଯେଉଁ ଲୋକ ଗୋଟି ଜାଣ ଅଜ୍ଞାନେ ତୋଳିବ, ସେହି ଲୋକକୁ ମୋତେ ଦଣ୍ଡିବା ଦୋଷ ହେବ। କେବଳ ମୋହର ଅର୍ଥେ ତୋଳିବ ତୁଳସୀ, ଅନ୍ୟ କାର୍ଯ୍ୟ ହେଲେ ଜାଣ ବୋଲାଇବ ଦୋଷୀ। ନହିଲେ ତା ନଖଘାତ ମୋହର ଶରୀରେ, ନିଶ୍ଚୟ ଲାଗିବ ଜାଣ ବାଜିଲା ପ୍ରକାରେ। ମୋ ନାମେ ତୁଳସୀ ଦଳ ନିତ୍ୟ ଯେ ତୋଳନ୍ତି, ତାହାର ଯେ ପୁଣ୍ୟ ଫଳ ଅଟେ ଅସରନ୍ତି। ଧନ୍ୟ ତାହାର ଜୀବନ, ଧନ୍ୟ ତାର ପୁଣ୍ୟ। ତୁଳସୀର ମହିମା ଯେ ଏହି ଭାବେ ଜାଣ, ବିଶେଷ କାର୍ତ୍ତିକ ମାସେ ତୁଳସୀ ସେବନ। କଲେ କୈବଲ୍ୟ ମୁକ୍ତି ଲଭନ୍ତି ସେ ଜନ, ଅତି ଯତନେ ତୁଳସୀ ମୂଳେ ଉଦ୍ଯାପନ। ଭକତି ଭରେ ଯେ କରେ କାର୍ତ୍ତିକ ବିଧାନ, ଦେହ ଅନ୍ତେ ବୈକୁଣ୍ଠରେ ବସନ୍ତି ସେ ଯାଇ। ମୋହର ଅଙ୍ଗରେ ଲୀନ ହୁଏ ତାର ଦେହି, ଏବେ ଶୁଣ ଦେବଗଣେ ଧାତ୍ରୀର ଚରିତ। ସଂକ୍ଷେପୀ କହିବା ତହିଁ ସକଳ ବୃତ୍ତାନ୍ତ, ତୁଳସୀ ସହିତେ ଧାତ୍ରୀ ପତ୍ରକୁ ମିଶାଇ। ଭକ୍ତିରେ ପୂଜିଲେ ମୋର ମନ ତୋଷ ହୋଇ, ବିଶେଷ କାର୍ତ୍ତିକେ ମାସ ଆଗମନ ଜାଣି। ଆଶ୍ୱିନ ମାସରୁ ଧାତ୍ରୀ ଫଳ ଥିବ ଆଣି, କାର୍ତ୍ତିକ ମାସରେ ତାକୁ ଶିର ପରେ ଲେପି। ସ୍ମରଣ କରିବ ମୋର ନାମ ମୁଖେ ଜପି, କିଅ ବା କଣ୍ଠରେ ତାକୁ ଧାରଣ କରିବ। ଅଶେଷ ଜନ୍ମର ପାପ ତାପ ଦୂର ହେବ, ଯଶଶ୍ରୀ ଆୟୁଷ ନିଶ୍ଚୟ ହୋଇବ ପ୍ରାପତ। ଅନ୍ତେ ଅନନ୍ତ ବୈକୁଣ୍ଠେ ଯାଇ ହେବ ସ୍ଥିତ। କାର୍ତ୍ତିକ ମାସରେ ଯେବେ ଧାତ୍ରୀ ବୃକ୍ଷ ମୂଳେ, ହବିଷ୍ୟାନ୍ନ ଯଦି ଭୁଞ୍ଜିବ ଏକ ବେଳେ। ତାହାର ସକଳ ପାପ ହୁଏ ଦହନ, ଅଶୌଚ ଦୋଷ ତହିଁରେ ନ ଲାଗଇ ଜାଣ। ନୀତି ବନସ୍ପତିଙ୍କର ଭିନ୍ନ ଭିନ୍ନ ରୀତି, ସୁରଗଣ ଆଗେ ବଖାଣନ୍ତି ଲକ୍ଷ୍ମୀପତି। ତ୍ରିପୁରାଙ୍କ ଆଜ୍ଞା ପର ମାଣେ ତିନି ବୃକ୍ଷ, ଅଁଳା ତୁଳସୀ ମାଳ ତିଅଟେ ପ୍ରତ୍ୟକ୍ଷ। ତିନି ବୃକ୍ଷଙ୍କ ମଧ୍ୟରେ ତୁଳସୀ ପ୍ରଧାନ, ବିଚାରିଲେ ଅଟଇ ସେ ମୋହର ସମାନ। ଯେତେକ ପ୍ରକାରେ ମୋର ପୂଜା ବିଧି କଲେ, ତୁଳସୀ ବିନା ସନ୍ତୁଷ୍ଟ ନୁହଁ ମୁଁ ଭଲେ। ତୁଳସୀର ଶିରେ ଯେହୁ ନୀତି ପାଣି ଦେଇ, ସେହି ଲୋକ ମୋର ପୁରେ ନିବାସ କରଇ।
ସଂକ୍ଷେପି କହିବା ଏବେ ଶୁଣ ସର୍ବଦେବେ। ଅସମୟ କାଳେ ତାକୁ ମାୟା କରି ଯେବେ, ସେହି ଦୋଷକୁ ବିଚାର ପର୍ବତ ଆକାରେ। କହନ୍ତି ସେ ନାରାୟଣ ଦେବଙ୍କ ଆଗରେ, ସେ ଘେନି ସେ ପାପ ଜାଣ ବଜ୍ରକୀଟ ରୂପେ। ଅହରହ ଦେହକୁ ମୋ କାଟୁଥିବ କୋପେ, ସହସ୍ର ସହସ୍ର ସମ୍ବତ୍ସରେ ହେବ ଶିଳା। ଗଣ୍ଡୁକୀ ନଦୀର ଜଳେ ହେଉଥିବ ମେଳା, ସେ ବିଷ୍ଣୁ ଶିଳା ମୋହର ମୂର୍ତ୍ତି ଯେ ଅଟଇ। ତୁଳସୀ ଘେନି ପୂଜିଲେ ମୁକ୍ତି ମିଳଇ, ବିଶେଷରେ ଆମ୍ଭର କଲା କର୍ମ ଗୁଣ। ଦେବଗଣ ଆଗରେ କହନ୍ତି ନାରାୟଣ, ଏବେ ଦେବଗଣେ ଆମ୍ଭ ବାକ୍ୟ ପ୍ରତିପାଳ। ଅନ୍ତିମେ ବସିବ ଯାଇ ବୈକୁଣ୍ଠ ଆଳ, ତୁଳସୀ ମହାତ୍ମ୍ୟ କଥା ଦେବଗଣେ ଶୁଣି। ନାରାୟଣଙ୍କ ପୟରେ ହେଲେ ଯୋଡ଼ି ପାଣି, ବିଷ୍ଣୁଙ୍କର ମନ ଜାଣି ପୂଜା ବିଧି କଲେ। ତହୁଁ ପରେ ଯେ ଯାହା ପୁରକୁ ଚଳିଗଲେ, ପୃଥୁଙ୍କ ଆଗେ ନାରଦ କହନ୍ତି ବଖାଣି। ବିଶେଷରେ ତୁଳସୀର ମହାତ୍ମ୍ୟ ଯେ ପୁଣି, ତୁଳସୀ ବୃକ୍ଷର ଅଟେ ଯେମନ୍ତ ମହିମା। ବଚନ ମାତ୍ରକେ ଦେଇ ନ ହୁଏ ଉପମା, ବିଷ୍ଣୁଙ୍କର ଅତି ପ୍ରିୟ ଅଟଇ ସେ ଫୁଲ। ସଂସାରରେ ଆନ କେନ ହେବ ସମତୁଲ, ସ୍ନାନ ଶୁଚି ମନ୍ତ ହୋଇ ତୋଳିବ ହସ୍ତରେ। ନାରାୟଣ ପ୍ରଭୁ ତୋଷ ହୁଅନ୍ତି ତହିଁରେ, ଅଶୁଚି ହଇଣ ଯେବେ ସେ ବୃକ୍ଷକୁ ଛୁଇଁ। ଦିନକର ଧର୍ମ ତାର ବିନଷ୍ଟ ହୁଅଇ, ସ୍ନାନ ନ କରିଣ ଯେବେ ଫୁଲକୁ ତୋଳିବ। ତହିଁରେ ପୂଜିଲେ କିଛି ଫଳ ନ ମିଳିବ, ଏକଥା ଗୋଟିକ ଜାଣ ପ୍ରତ୍ୟକ୍ଷ ଅଟଇ। ସାବଧାନେ ଶୁଣ ଆହେ ପୃଥୁ ନର ସାଇଁ, ତୁଳସୀ ମହାତ୍ମ୍ୟ କଥା ଯାହା ପୁଛା କଲ। ଗୋଟି ଗୋଟି କରି ତାହା କରିଲୁ ସକଳ, ବିଶେଷ କାର୍ତ୍ତିକ ମାସେ ତୁଳସୀ ପୂଜନ। ଭକ୍ତି ଭରେ ପୂଜା କଲେ ଲଭି ପୁଣ୍ୟ କାମ, ନ ଜାଣି ନିନ୍ଦିତ କଲେ ପାପ ଅର ଜୀବ। ଏଣୁ ବୁଦ୍ଧ ଜନେ କେବେ ନିନ୍ଦା ନ କରିବ, ମୁନି ମୁଖ ବାଣୀ ଯେ ଅଟେ ଶାସ୍ତ୍ର ମତ। ସଂକ୍ଷେପ କରି ଅମ୍ବୁଜ ପୁରାଣେ ଉକତ, ଉତ୍ତର ଖଣ୍ଡେ ବର୍ଣ୍ଣିତ ଅଛି କୃଷ୍ଣ ଲୀଳା। ସଂସାର ସାଗରକୁ ଏ ଅଟେ ଭବ ଭେଳା, ପଢ଼ି ଶୁଣି ସାଧୁ ଜନେ ଗତି ମୁକ୍ତି ପାଅ। ଅନ୍ତିମେ ବିଷ୍ଣୁଙ୍କ ଆଳେ ବସିବ ନିଶ୍ଚୟ, କାର୍ତ୍ତିକରେ ପ୍ରାତ ସାୟଂ କାଳେ କରି ସ୍ନାନ। ତୁଳସୀ ମୂଳରେ ନେଇ ଦେବ ଦୀପ ଦାନ, ଭକ୍ତି ଭରେ ବସି ଧୀରେ ପୁରାଣ ଶୁଣିବ। ଅଧ୍ୟାସେ ସେ ହରି ବୋଲ ହୁଳ ହୁଳି ଦେବ, ଲକ୍ଷ୍ମୀ ନାରାୟଣ ନାମ ଡାକିବ ଉଚ୍ଚରେ। ତୁଳସୀ ନାମକୁ ଯତ୍ନେ ଜପିବ ହୃଦୟରେ, କୋଟି ଅଶ୍ୱମେଧ ଯଜ୍ଞ ଫଳ ପ୍ରାପ୍ତ ହେବ। ଅନ୍ୟଥା ନୁହଁ ଶାସ୍ତ୍ର ବାଣୀ ଅଟେ ଧ୍ରୁବ,
ଗୁରୁଙ୍କ ଚରଣ ତଳେ ଚିତ୍ତ ମୋତି ଦେଇ ପୂଜିବ ଭକତି ଭରେ ନାକ ପାଳ କହି। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक पुराणे तुलसी महिमा कथने भक्त नाकपाल कृते नाम 15 अध्याय। 16 अध्याय कलहार पूर्वजन्म कथन। पृथुवाच सति हंसमिदं ब्रह्मन् माहात्म्य कथितं त्वया अत्यार्जमिदं सम्यक् तुलस्यास्तु श्रुतं मया। नारद महामुनिଙ୍କ କରି ପାଦ ପୂଜା ସାଦର କରି ପୁଛନ୍ତି ପୃଥୁ ମହାରାଜା। ଭୋମୁନି କହିଲ ତୁଳସୀର ଜନ୍ମବାଣୀ आत्मा पवित्र मोहर हेला कर्णे शुणी। एबे कहिब कार्तिक उद्यापन विधि इति पूर्वे पूजी केहु लभिछन्ति सिद्धि। से कथा बुझाई मते कह मुनीश कहन्ति नारद मुनि शुण नरईश। कार्तिक उद्यापन जे धर्म अटे जाहा संक्षेपरे तुम्भ आगे बखाणिब ताहा। नारद उवाच असित सत्येन्द्रि शिखरे करवीर पुरे पुरा ब्राह्मण धर्मवित् कश्च धर्मदत्त इति स्मृतः। सत्याद्रि नामेण एक गिरिपारुषरे ब्राह्मण एक घर करी थिला सेहि ठारे। धर्मदत्त बोली नाम ताहार टई विष्णुଙ୍କ सेवारे सेहु अनुरक्त थाई। सकल धर्म विधान जाने से ब्राह्मण कार्तिक उद्यापन को मणे से प्रधान। से ब्राह्मण जहा कला एक संवत्सरे से कथा कहिबा शुण यथा विधान रे। मास संपूर्ण रे उद्यापन शेष कला नृसिंहଙ୍କ दर्शने मन बळाइला। तुलसी जल मिश्रित जल धरी हस्ते धीर धीर करिण गमन कला पथे। दुर्गम गिरि रे विप्र चाले धीर धीर नृसिंह अनुसरण करि द्विजवर। देख दैवर जोग जाऊ जाऊ पथे पिशाची आसी देखा देला अकस्माते। पथ निरोधन्ते द्विज कातर होइला भयंकर रूप देखी बड़ भय कला। दंतपंती वक्रतार भयंकर मूर्ति उलग्न भावरे आगे उभा हेला धाती। मुकुलित केश जे कराळ मुख तार शुष्क मांस ताहार जे दुर्बल शरीर।
କେବଳ ଅସ୍ଥି ଜଡ଼ିତ ଚର୍ମ ମାତ୍ର ଅଛି, ରକତ ବରନ ତାର ନୟନ ଦିଶୁଛି। ଘଡ଼ଘଡ଼ି ଛାଡ଼ଇ ରାକ୍ଷସ ଦୀର୍ଘ ଧ୍ୱନି, ପାଟି ବିସ୍ତାରନ୍ତେ ତାର ଜଳୁଅଛି ବହ୍ନି। ନିମିଷ ପକ୍ଷୀର ସ୍ତନ ପରାଏ ତାହାର, ଦୁର୍ଗନ୍ଧ ପବନ ବହେ ନାସିକା ମଧ୍ୟର। ଶରୀର ଗୋଟି ଦିଶଇ ଧବଳ ବରନ, ପଥ ଗାଳିଲାସି ବିପ୍ରକୁ ସେ ପୁଣ। ପିଶାଚୀକୁ ଦେଖି ଧର୍ମ ଦତ୍ତ ଭୟ କଲା, କି ବୁଦ୍ଧି କରିବି ବୋଲି ମନେ ବିଚାରିଲା। ବ୍ରାହ୍ମଣ ହସ୍ତରେ ଥିଲା ଯେଉଁ ତମ୍ଭା ପାତ୍ର, ଜଳ ସାଥେ ମିଶିଥିଲା ତୁଳସୀର ପତ୍ର। ପିଶାଚୀର ଉପରକୁ ଫିଙ୍ଗିଲା ବ୍ରାହ୍ମଣ, ସେ ଜଳ ପିଶାଚୀ ଅଙ୍ଗେ ପଡ଼ିଲା ଯାଇଣ। ସଙ୍ଗେ ସଙ୍ଗେ ପିଶାଚୀ ଯେ ଦିବ୍ୟ ରୂପ ହୋଇ, ସମ୍ମୁଖରେ ଉଭା ବିପ୍ର ଦେଖି ହେଲା ବାଇ। କାଞ୍ଚନ ପ୍ରାୟ ଶୋଭାତ ନୁଅତି ଯେ ଗୋରି, ନୟନକୁ ଦେଖାଗଲା ଯେହ୍ନେ ବିଦ୍ୟାଧରୀ। ଅଙ୍ଗରେ ଅମୂଲ୍ୟ ବାସ ରତ୍ନ ଆଭରଣ, ଗନ୍ଧ ଚନ୍ଦନ ମହକେ ହରେ ମନ ପ୍ରାଣ। ସୁନ୍ଦରୀର ବେଶଭୂଷା ବ୍ରାହ୍ମଣ ଦେଖିଲା, ଏ କିସ ଭବିଷ୍ୟ ବୋଲି ଆଚମ୍ବିତ ହେଲା। ମନୋଭୟ ଛାଡ଼ି ବିପ୍ର ରମଣୀକୁ ଚାହିଁ, କୋମଳ କଣ୍ଠରେ ବାଣୀ ପ୍ରକାଶ କରଇ। ରୂପବତୀ ସୁନ୍ଦରୀ ଗୋ ଶୁଣ ମୋ ବଚନ, ବିବନ ରୂପ ତ ଦିଶୁ ଥିଲା ଏହି କ୍ଷଣ। କ୍ଷଣକ ମଧ୍ୟେ ସେ ରୂପ କେଣେ ଉଭେଇଲା, ଚାହୁଁ ଚାହୁଁ ଦିବ୍ୟ ରୂପ ପ୍ରକାଶି ଦିଶିଲା। ଉଭା ହୋଇଥିଲ ପଥେ ଯେଉଁ ରୂପ ଧରି, ଠିଆ ହୋଇଥିଲି ମନେ ବଡ଼ ଭୟ କରି। ତୋହର ଉପରକୁ ଫିଙ୍ଗିଲି ଜଳପାତ୍ର, ତେଣୁ ଟିକେ ସୁନ୍ଦର ଦିଶିଲା ତୋର ଗାତ୍ର। ଗୁପତନ କରି କହ ଏକି ଆଚମ୍ବିତ, ପୃଥିବୀରେ ଅବା ତୋର ଥିଲା କେଉଁ କୃତ୍ୟ। ପୂର୍ବ ଜନ୍ମେ କେଉଁ ପାପ କରିଥିଲୁ ତୁହି, ଜନ୍ମ ଲଭିଥିଲୁ ପିଶାଚୁଣୀ ଦେହ ବହି। କେତେ କଳ୍ପ ଠାରୁ ଏ ଗହନ ବନେ ଥିଲୁ, କେଉଁ ପରି ଅକସ୍ମାତେ ନିସ୍ତାର ପାଇଲୁ। ସଂକ୍ଷେପରେ ଏହା ମୋତେ କହ ପରିମାଣି, ମନ ମଧ୍ୟ ସନ୍ଦେହ ମୋହର ଯାଉ ଶୁଣି। ବ୍ରାହ୍ମଣ ବଚନ ଶୁଣି
କହଇ ସୁନ୍ଦରୀ ଅଗ୍ରେ ଉଭା ହୋଇବେନି କର ଯୋଡ଼ି କରି। ବୋଲଇ ହେ ଦ୍ୱିଜ ତୁମ୍ଭେ ଶୁଣ ମୋ ବଚନ, ଏହି ମୋହର ଜିଲା କର୍ମଟେ ଜାଣ। ତହିଁର ଚରିତ ଏବେ ଶୁଣ ବିପ୍ର ଶ୍ରେଷ୍ଠ, ପୂର୍ବ ଯୁଗେ ଥିଲା ନାମ ନମ୍ର ସୌରାଷ୍ଟ୍ର। ବିଷ୍ଣୁ ନାମେ ଭିକ୍ଷୁ ଏକ ଥିଲା ସେ ଦେଶରେ, ଗୃହ ଧର୍ମେ ଥାଇ ଭିକ୍ଷା করে দ্বারে দ্বারে। ମୁହିଁ ସେ କାଳେ ଥିଲି ସେ ଦ୍ୱିଜର ଘରଣୀ, ନାମ ଥିଲା ମୋହର ଯେ କଳହ ବ୍ରାହ୍ମଣୀ। ସେ କାଳରେ ଥିଲି ମୁହିଁ ଯେମନ୍ତ ଦୁର୍ମତି, ଅବହେଳେ ସ୍ୱାମୀ ଠାରେ ହୋଇଲି ଅପ୍ରୀତି। ସ୍ୱାମୀଙ୍କର କଥାକୁ ମୁଁ ସୁଖ ନ ମଣଇ, ଉତ୍ତମ ଭାବରେ ଅନ୍ନ ପାଣି ନ ଦିଅଇ। ଲୁଚାଇ ଭୁଞ୍ଜଇ ଘରେ ଭଲ ଦ୍ରବ୍ୟମାନ, ବଳକା ହେଲେ ଚୁଲିରେ ଦିଏ ପକାଇଣ। ନ କଲି ମୁଁ ସେବା ଭକ୍ତି ସ୍ୱାମୀ ମନ ଜାଣି, ବୋଲ ଭାଙ୍ଗି ଦିଏ ସ୍ୱାମୀ କଥାକୁ ନ ଶୁଣି। ସ୍ୱାମୀଙ୍କର ବଚନକୁ ମଣୁଥାଇ ଶୁଳି, ଅଳପ କଥାରେ କରେ ବହୁତର କଳି। ଏହି ପରକାରେ କେତେ ଦିନ ବହିଗଲା, ମୋହ ପ୍ରତି ସ୍ୱାମୀଙ୍କର ମନ ଭାଙ୍ଗିଗଲା। ବିମୁଖରେ ବିଭା ହେଲେ ଅନ୍ୟ ଏକ ସ୍ତ୍ରୀ, ସହି ନ ପାରିଲି ଦେଖି ସେମାନଙ୍କ ଶିରି। ତହୁଁ ବିଷପାନ କରି ହାରିଲି ଜୀବନ, ଏହିପରି ଅଟେ ଜାଣ ମୋର ପୂର୍ବ ଜନ୍ମ। ମୋ ପ୍ରାଣକୁ ପ୍ରେତ ପିଣ୍ଡେ ଭରି ଯମଦୂତେ, ମୁଣ୍ଡେ ବାଡ଼ି ପିଟି ନେଲେ ଯମଙ୍କ ନିକଟେ। ଯମଦୂତ ମାନେ ଦେଲେ ବହୁତ ଯାତନା, କି କହିବି ସେମାନଙ୍କ ନିର୍ମମ ତାଡ଼ନା। କାଳାନ୍ତକ ରୂପ ଧରି ସମନ ରାଜନ, ମୋତେ ଦେଖି ଚିତ୍ରଗୁପ୍ତେ ବୋଇଲେ ବଚନ। ବୋଇଲେ ବିଚାରି କହ କି ଦଣ୍ଡ ଏହାକୁ, ଏମନ୍ତ ପୁଛିଲେ ଯମ ଚିତ୍ରଗୁପ୍ତଙ୍କୁ। ପାପ ଲକ୍ଷଣ ଏହାର କହ କେତେ ଅଛି, କିଏ ବା ସେ ପୁଣ୍ୟ କର୍ମ ମାନ ରଜିଛି। ପାଞ୍ଜି ଦେଖି କହ ୟାର ପାପ ଧର୍ମ ମାନ, ଶୁଣି ଚିତ୍ରଗୁପ୍ତେ ପାଞ୍ଜି କାଢ଼ିଲେ ତକ୍ଷଣ। କହନ୍ତି ଚିତ୍ରଗୁପ୍ତ ଶୁଣ ଦଣ୍ଡଧାରୀ, ଏ ପାପିନୀ ଅଟଇ ଯେ ବଡ଼ ଦୁରାଚାରୀ। ଦିନେ ହେଲେ ମଧ୍ୟ କରି ନାହିଁ କିଛି ତପ, କହି ବସିଲେ ସରିବ ନାହିଁ ୟାର ପାପ। ବ୍ରାହ୍ମଣ କୁଳରେ ଜନ୍ମି
ଥିଲା ଦେହ ବହି ସ୍ୱଭାବେ ଆଚାରହୀନ ସ୍ୱାମୀ ଠାରେ ଦ୍ରୋହୀ ପତିକି ତାହାର ଦେଇ ଅଛି ଯେତେ ଦୁଃଖ ତେଣୁ ଉଚିତ ନୁହେଁ ଚାହିଁବା ୟାର ମୁଖ ମତ ଗର୍ବ ବହି ପୂର୍ବେ ବହୁ ପାପ କଲା ସ୍ୱାମୀ କି ଲୁଚାଇ ଅନ୍ନ ଭାଣ୍ଡରେ ଖାଇଲା ପାକ ଭାଣ୍ଡେ ଅନ୍ନ ଖାଇ ହେଲା ବିଟାଳୁଣି ବିଚାରିଲେ ମହାପାପୀ ଅଟେ ବ୍ରାହ୍ମଣୀ ଏଣୁ ଏହି ପାପିନୀର ଦଣ୍ଡ ଅଟେ ଯାହା ପାଞ୍ଜିରେ ଜାଲେ ଖାଉଛି ଶୁଣ ଜନ୍ତୁ ନାହା 7 ଜନ୍ମ ପର୍ଯ୍ୟନ୍ତେ ହେଉଛି ମାର୍ଜାରୀ ଉଚ୍ଛିଷ୍ଟ ଭକ୍ଷିବ ଘରେ ଘରେ ବୁଲି କରି ପାଇବ ଗଞ୍ଜଣା ପୁଣି ତାଡ଼ନା ସହିତେ ହେଉ ବୋଲି ସନମତ କଲେ ଜଗନ୍ନାଥେ ଏ ପାପିନୀ ବ୍ରାହ୍ମଣୀ ଯେ କୁଟୁମ୍ବଙ୍କୁ ବଞ୍ଚି ଉତ୍ତମ ପଦାର୍ଥ ଖାଇ ଯାଏ ଗୃହେ ଲୁଚି ତେଣୁ ମାର୍ଜାରୀ ରୂପରେ ଜାତ କରି ବାଳ ଗୁପତେ ଭକ୍ଷିବ ତାର ଗର୍ଭ ଫୁଲ ଫଳ ତଦନ୍ତରେ 3 ଜନ୍ମ ହୋଇବ ଡାକିନି ସମସ୍ତଙ୍କ ଠାରେ ବୈର ହୋଇବ ଯେ ପୁଣି ପାପ କର୍ମରୁ ପୂର୍ବ ଚଞ୍ଚଳ ମତି ଘେନି ଅବହେଳେ ସେ କୋଠାର ରୂପେ ଜାତ କରି ନିଶା କାଳରେ ଡାକିନି ସମସାନେ ହେରି ଦିନ ବଞ୍ଚିବ ନାନା ଦୁର୍ଗନ୍ଧ ଭୋଗ କରି ସ୍ୱାମୀ କି ପୂର୍ବ ଜନ୍ମ ଦୁଃଖ ଦେବା ଯେ ଫଳେ ତହୁଁ ପରେ ଜନ୍ମ ଯାଇ ହେବ ଗିରିମାଳେ ବନେ ରହିବ ପିଶାଚି ରୂପକୁ ଧରିଣ କଳହା ନାମ ଏହାର ହୋଇଥିବ ଜାଣ ବନ ମଧ୍ୟରେ ସେ ଭ୍ରମ ଥିବ ଅନୁବ୍ରତେ ଦିନେ ହେଲେ ସୁଖ ନ ଲଭିବ କଦାଚିତେ ଆପଣାର ବିବାହିତ ସ୍ୱାମୀ ନିନ୍ଦା ପାପେ ଦେଖା ଦେବ ଏ ବିବର୍ଣ୍ଣ ଭୟଙ୍କର ରୂପେ ନିସଙ୍ଗ ଭାବରେ କା କିନି ଘୋର ବନେ ବାଧା ବିଘ୍ନ ସହି ସେ ରହିବ ଦିନେ ଯେ ବଣ ତୁଣ୍ଡେ ସ୍ୱାମୀଙ୍କି ଦେଇଥିଲା ଗାଳି ସେହି ତାର ତୁଣ୍ଡେ ଅଗ୍ନି ଉଠୁଥିବ ଜଳି ଏମନ୍ତ ସତେ ଯୁଗ ପିଶାଚି ରୂପରେ ଦେହ ଧରି ରହିବ ସେ ଅରଣ୍ୟ ମଧ୍ୟରେ ଶୁଣିଲ ତ ବିପ୍ରଚିତ୍ର ଗୁପ୍ତଙ୍କର ଗୀର ତହୁଁ ପରେ ଧର୍ମରାଜ ଦେଲେ ଉତ୍ତର ଆଦେଶ ବିହିଲେ ଯମ ଆଚ୍ଛା ତେବେ ହେଉ ଏ ମହାପାପିନୀ ଏହି ଠାରୁ ବେଗେ ଯାଉ ମାର୍ଜାରୀ ରୂପରେ ଜନ୍ମ ହେଉ ଜନ୍ମ 7 ତହୁଁ ପରେ ଡାକିନି ରୂପରେ ହେଉ ଜାତ।
ଶୁଣିଲଟି ବ୍ରାହ୍ମଣ ହେ ମୋ ପୂର୍ବ କାହାଣୀ, ଏହିଠାରେ ମୋର 3 ଜନମ ଗଲାଣି। ଏବେ ପିଶାଚି ରୂପରେ ଜନମ ଲଭିଛି, ଘୋର ଅରଣ୍ୟରେ ରହି ଦିନ କଟାଉଛି। ଆଜକୁ ଆସି ହେଲାଣି ବରଷ 15, ଏକାକିନୀ ହୋଇ ରହିଅଛି ଏ ବନର। ଅକର୍ମ ଦେହ ଘେନିଣ ତାଡ଼ନା ଭୋଗୁଛି, କାହାକୁ କହିବି ମନେ କେବଳ ଜାଣୁଛି। କ୍ଷଣେ ନିମିଷେ ମୋହର ସୁସ୍ଥ ନାହିଁ ମନ, ରଜନୀ ବାସରେ ସଦା ଚିତ୍ତ ଛନ ଛନ। କ୍ଷୁଧା ତୃଷାରେ ନିରତେ ମରୁଅଛି ସୁଖୀ, ଜୀବ ଜଗତ ମଧ୍ୟରେ ମୁହିଁ ଅତି ଦୁଃଖୀ। କ୍ଷଣେ କ୍ଷଣେ ଉଦର ମୋ ଜଳି ପଡ଼ୁଥାଇ, ଅହରହ ପୀରଶେଳ ସମା ପ୍ରାୟ ହୋଇ। ସୁସ୍ଥ ହୋଇ କ୍ଷଣେ କାହିଁ ନ ପାରଇ ବସି, ଅଷ୍ଟଦିଗକୁ ଅନାଉଥାଇ ଅହର୍ନିଶି। କେବଳ ଠାବରେ ଦିନେ ନ ପାଇଲି ସୁଖ, ଅନବରତ ଜୀବନ ସାରା ଖାଲି ଦୁଃଖ। ମନ ଶାନ୍ତି ହୋଇ କାହିଁ କିଛି ନ ମିଳଇ, ଦୁଃଖ କଷ୍ଟେ ପଡ଼ି ସଦା ଦିନ ବଞ୍ଚୁଥାଇ। ଯେ ବଣ ବୃକ୍ଷରେ ଜାଣ ଫଳ ଫଳିଥାଏ, ମୁହିଁ ଚାହିଁ ଦେବା ମାତ୍ରେ ଜଳି ପୋଡ଼ିଯାଏ। ମୋର ନେତ୍ରକୁ ନିଆଁ ପ୍ରାୟ କଦିଶଇ, କିପରି ଭୁଞ୍ଜିବି ବୁଦ୍ଧି ଯାଏ ବଣା ହୋଇ। ତେଣୁ କରି ସିନା କିଛି ନ ପାରଇ ଭକ୍ଷୀ, ଯେଣୁ କରି ଧାତା ଯାହା ଭାଲରେ ଲେଖିଛି। ଏହି ବନରେ ପବିତ୍ର ଗିରିଝର ଜଳ, ସେ ମୋତେ ଦିଶଇ ସତେ ସାକ୍ଷାତେ ଗରଳ। ଶୀତ ତପନ ପରାଏ ହୁତାସନ ହୋଇ, ଖାଇବା ତୁଣ୍ଡେ ମୋହର ଅଗ୍ନି ଜଳୁଥାଇ। ସେ କଥାକୁ ଏକ ଚିତ୍ତେ ଶୁଣ ପୁଣ୍ୟ ଦେହା, ଏ ଜୀବନର ପ୍ରେତ ପିଶାଚ ଭୋଗ ଯାହା। ଅତି ଘୃଣିତ ସୁପ୍ରଶୋଣିତ ପୂଜଲାଳ, ଶ୍ରବଣ କୀଟ ସହିତେ ପୁଣି ନେତ୍ରମଳ। ଆବର ପୁଣି ନାସାଶ୍ଳେ ସମସ୍ୱେଦ ବାନ୍ତି, ସଂସାର ମଧ୍ୟେ ଯେ ବାଉଚ୍ଛିଷ୍ଟ ଘୃତ ଖାନ୍ତି। ଦୀପ ନିର୍ବାଣ କାଳେ କରନ୍ତି ଯେ ଭୋଜନ, ପତି ବିନାଶ ଦିନରେ ଭୁଞ୍ଜନ୍ତି ଯେ ଅନ୍ନ। ଯେ ବଣ ଜନଟି ତମ ଭରେ ଦାନ ଦେଇ, ସେହି ସେ ସମସ୍ତ ଜାଣ ପ୍ରେତ ଯୋଗ୍ୟ ହୋଇ। ଏହି ପରକାରେ ହୋଇ ଯେତେ ଦ୍ରବ୍ୟ ମିଳେ, ପ୍ରେତ ଗଣ ମାନେ ନେଇ ଭୁଞ୍ଜନ୍ତି ଯେ ବଳେ। ମୁହିଁ ଜାଣ ସେହିଠାରୁ ଲଭଇ କିଞ୍ଚିତ, ତଥାପି ସେଥିରେ ତୋଷ ନୁହେଁ ମୋର ଚିତ୍ତ। ଆପଣା ହୃଦୟ ମରି ପୂର୍ବେ କଲା କର୍ମ, କ୍ଷଣ କ୍ଷଣ କରେ ହେଉଥାଇ ମତି ଭ୍ରମ। ନିଶି ଦିବସରେ କାନ୍ଦୁଥାଇ ବନେ ପଶି, ନିରାଶ ହୋଇଣ ତରୁ ମୂଳେ ଥାଏ ବସି। ଆହା ଭୁଲିବାକୁ ମୋର ସାହା ଜଣେ ନାହିଁ, ପାପ କର୍ମ ଘେନି ଦୁଃଖ ଯାତନା ଭୋଗଇ। ଏତେ କଷ୍ଟେ ପଡ଼ି ରହିଥିଲି ଘୋର ବନେ, ନିସ୍ତାର ହେଲି ଆଜ ମୁଁ ତବ ଦର୍ଶନେ। ଉଭେଇ ଗଲା ମୋହର ଘୋର ଦୁଃଖ ରାଶି, ତବ ପ୍ରସାଦରେ ମୋର ସର୍ବ ଦୁଃଖ ନାଶି। ଆତ୍ମା ଗୋଟି ପବିତ୍ର ଯେ ହୋଇଲା ମୋହର, ଗତ ଅପରାଧ ମାନ ସବୁ ହେଲା ଦୂର। ଏବେ ହୋ ବ୍ରାହ୍ମଣ ଅନୁକମ୍ପା କର ମୋତେ, ଭକ୍ତି ଭରେ ନମଇ ମୁଁ ତବ ପାଦ ଗତେ। କଳହା ମୁଖରୁ ଏହି ପରି ବାକ୍ୟ ଶୁଣି,
ବିଚାରଇ ବ୍ରାହ୍ମଣ ଯେ ମନେ ମନେ ଗୁଣି ପାଷାଣର ମୂର୍ତ୍ତି ପରି ହୋଇଲା ବ୍ରାହ୍ମଣ। ମୌନେ ବସି ବିଷ୍ଣୁଙ୍କୁ ଲଗାଇଲା ଧ୍ୟାନ ଗୋବିନ୍ଦ ନାମକୁ ସୁମରଇ ମନେ ମନେ ଏକ ଚିତ୍ତେ ରାଜନ ହେ ଶୁଣ ସାବଧାନେ ପଦ୍ମ ପୁରାଣ ଉତ୍ତର ଖଣ୍ଡର ଏ ବାଣୀ ନାରଦ ମହର୍ଷି ପୃଥୁ ରାଜା ଆଗେ ଭଣି କେବଳ ମାତ୍ର ଜ୍ଞାନ ସ୍ତ୍ରୀ ଜନ ହିତେ ବ୍ୟକ୍ତ ହୋଇଛି ପଦ୍ମ ପୁରାଣ ଅର୍ଥ ଗୀତେ। ଜଗତ ମଧ୍ୟରେ ହୋଇଅଛି ପରକାଶ ଗୀତ ପ୍ରବନ୍ଧେ ଭଣିଲେ ନାକପାଳ ଦାସ ତୁଳସୀ ଚଉରା ମୂଳେ ଦେଇ ଦୀପଦାନ ପ୍ରେମ ଭକ୍ତି ଭରେ କର ନାମ ସଂକୀର୍ତ୍ତନ ଲକ୍ଷ୍ମୀ ନାରାୟଣ ନାମ ହୃଦ ପଦ୍ମେ ଧ୍ୟାଇ ହରି ବୋଲ ଡାକ ସର୍ବେ ଏକମୁଖ ହୋଇ କାର୍ତ୍ତିକ ମାସ ଅଟଇ ଅତ୍ୟନ୍ତ ପୁଣ୍ୟ ଏ ମାସରେ କର ସର୍ବେ କାର୍ତ୍ତିକ ସ୍ନାନ ଇହ ଜନ୍ମେ ସୁଖ ଅନ୍ତେ ପାଇବ ମୁକତି ଭଣେ ଦାସ ନାକପାଳ ଅଜ୍ଞାନେ ଦୁର୍ମତି। इति श्री पद्मपुराणे उत्तरखंडे कार्तिक पुराणे कलहागत जन्म कर्म कथने भक्त नाकपाल कृते नाम 16 अध्याय।